ଶଙ୍କରାଚାର୍ଯ୍ୟ ଲେଖିଲେ କ'ଣ ଲେଖିଲେ? ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ମେ ମାନେ ମୋର, ନୟନ ପଥଗାମୀ ଭବତୁ ତମେ ମୋର ନେତ୍ର ପଥର ଯାତ୍ରୀ ହୁଅ। ମୋ ଆଗେ ଆଗେ ଚାଲ, ମୋତେ ବାଟ ବତେଇ ଦିଅ, ଯେମିତି ମୋ ଦ୍ୱାରା କେବେ ବି କୌଣସି ପ୍ରକାର ଭୁଲ ନ ହୁଏ। ତମେ ହେଲ ଜଗତର ସ୍ୱାମୀ ବୋଇଲେ ମାଲିକ, ହର୍ତ୍ତା କର୍ତ୍ତା, ଭାଗ୍ୟ ନିୟନ୍ତା। ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସେଇ ଜଗନ୍ନାଥଙ୍କ ଦୟାରୁ ଆମେ ଆଜି ଦୁଃଖ ସୁଖ ହେଉଛେ ନା। ଜଗତର ନାଥ ସେ। ଆଜି ଆମେ ଆଲୋଚନା କରିବା 6 ତାରିଖ ସୋମବାର। ଆମେ ଯେଉଁ ଖାଦ୍ୟ ଅଖାଦ୍ୟ ସବୁ ଖାଉଛେ ତାର କୁପ୍ରଭାବ ପଡ଼ୁଛି ଦାନ୍ତ ଉପରେ। ତେଣୁ ଦାନ୍ତ ରୋଗ ଉପରେ ଆଜି ଟିକେ କହିବି। ଶନି ଗ୍ରହଙ୍କ ସ୍ଥିତି ଉପରେ କହିଲି। ତେଣୁ ହେ ଶ୍ରୋତାବନ୍ଧୁ, ଯେଉଁ ଭିଡ଼ିଓ ଆମେ ଏଠି ସୁଟିଂ କରୁଛେ, ଆମେ ଯଦି ଆମୂଳଚୂଳ ନ ଶୁଣିବା କେଉଁଠି କ'ଣ କୁହାଯାଉଛି, ତାହେଲେ ୟାକୁ ଶୁଣିବା ନ ଶୁଣିବା ସାଙ୍ଗେ ସମାନ। ସବୁ କଥା କୁହାଯିବ ନା, ସ୍ୱାସ୍ଥ୍ୟ କଥା, ଗ୍ରହ କଥା, ଦୈନନ୍ଦିନ ଜୀବନ କଥା, ଭଲ ମନ୍ଦ ହେବା କଥା, ଉପଦେଶ ଦେବା କଥା, ନୀତିଶିକ୍ଷା କଥା। ତେଣୁ ସମସ୍ତଙ୍କୁ ମୋର ଅନୁରୋଧ ଯେ ସମସ୍ତେ ଯିଏ ଶୁଣୁଛନ୍ତି ଠିକେ ଠାକ ନାହିଁ, ଆମୂଳଚୂଳ ଶୁଣନ୍ତୁ। ଜୀବନ ପାଇଁ ସବୁ କଥା କୁହାଯାଉଛି, ବଞ୍ଚିବା ପାଇଁ ସବୁ କଥା କୁହାଯାଉଛି। ଶୁଣିବା। ମେଷ ରାଶି 6 ତାରିଖ। 6 ତାରିଖ ସୋମବାର, ମେଷ ରାଶିର କୃତ୍ତିକା ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ। ଜଣେ କିଏ ମୋତେ ପ୍ରଶ୍ନ କଲେ, ଆଜ୍ଞା 2:57 ବେଳକୁ କିଏ ଚେଇଁଥିବ? ଆରେ ଶୋଇଥିଲେ କ'ଣ ପୀଡ଼ା ହେବନି? ଏଇ 2-4 ଦିନ ତଳେ ହଠାତ୍ ମୋ ଦାନ୍ତ ବିନ୍ଧିଲା ରାତି 1:40ରେ। 1:40ରୁ ବିନ୍ଧିଲା ଯେ ମାନେ ହାରାହାରି 3ଟା ପର୍ଯ୍ୟନ୍ତ। ତାପରେ କେତେବେଳେ ନିଦ ହେଇଗଲା ମୁଁ ଜାଣିନି। ଠିକ୍ ଯେମିତି ହେଇଯାଇଛି 4ଟା ହେଇଯାଇଛି, ଡାହାଣ ଗୋଡ଼ର ଭଣ୍ଡାରେ ପଶିଗଲା ବାଙ୍କୁଲି। ଗଲା, ଆଉ ଗୋଡ଼ ସିଧା ହେଇଗଲେ ବଙ୍କା ହେଲାନି। ରୋଗ କ'ଣ କହି ପଛିକିରି ଆସିବ? ନିମନ୍ତ୍ରଣ କାଢ଼ି ଆସିବ? ଏ ମୁଁ ଯିବି ହୁସିଆ, ଲାଇଟ୍ ଲଗା? ନାହିଁ। ଆମକୁ ସତର୍କ ରହିବାକୁ ପଡ଼ିବ। ମନେ ରଖିବା, 6 ତାରିଖ ସୋମବାର, ମେଷ ରାଶିର କୃତ୍ତିକା ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ ସମୟ ଆସିବ। ସୋମବାର ଅଷ୍ଟମ ଚନ୍ଦ୍ର ତ କଷ୍ଟ ଦେବ ନା। ଏଣୁ ମେଷ ରାଶି ପାଇଁ ପୂର୍ଣ୍ଣ ଶୁଭ। କଜିଆ ହେବ, ରୋଗ ବଢ଼ିବ, ଶତ୍ରୁତା ବଢ଼ିବ, ଆଘାତ ହେବ, ଧକ୍କା ହୋଇପାରେ। ତେଣୁ ଯଦି ପୁରୁଣା ରୋଗ ଅଛି, ସେ ମଧ୍ୟ ଅତି ଅଧିକ ଯନ୍ତ୍ରଣା ଦେବ, ପୀଡ଼ା ଦେବ। ଦିନଟି ଦୁଃଖପୂର୍ଣ୍ଣ। ଏଥିପାଇଁ ମୁଁ 28 ତାରିଖରେ ଯେଉଁ ଗାୟତ୍ରୀ ସବୁ ପଢ଼ିବା ପାଇଁ କହିଛି, ମେଷ ରାଶି ପାଖରେ ଯେଉଁ ଗାୟତ୍ରୀ ପାଠ କରିଛି ତାକୁ ଶ୍ରଦ୍ଧାର ସହ ପଢ଼ନ୍ତୁ ନା, ଦେଖିବେ ମଙ୍ଗଳ ହେବ। ବୃଷ ରାଶି 6 ତାରିଖ ସୋମବାର, ବୃଷ ରାଶିର ମୃଗଶିରା ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ ସମୟ ଆସିବ। 6 ତାରିଖ ବୃଷ ରାଶି ପାଇଁ ଯୋଗ କାରକ ଦିନ, ବଢ଼ିଆ ଦିନ। ହଁ, ମେଷର ଅଶୁଭ ଦିନ, ବୃଷର ଶୁଭ ଦିନ। ଏଣୁ ଏ ରାଶିର ଆବାଳ ବୃଦ୍ଧ ବନିତା ଆୟ ଅମଳ ପାଇଁ ସଜବାଜ ହେବା ଉଚିତ। ଆୟ ଅମଳ ପାଇଁ ଦିନଟି ପ୍ରଶସ୍ତ। ସୁତରାଂ ନିଜ ବୃତ୍ତି, ବ୍ୟବସାୟ, ସେବା, ବାଣିଜ୍ୟ, ଚାକିରି ଆଦିର ପୂର୍ଣ୍ଣ ବିକାଶ ପାଇଁ ଅଣ୍ଟା ଭିଡ଼ନ୍ତୁ। କେବଳ ସମୁଚିତ ଚେଷ୍ଟା ଦରକାର, ଦେହ ସମସ୍ୟା ନାହିଁ। ଆଜି ଆମେ କହିଛି, ଟିକେ ପୂର୍ବରୁ କହିଥିଲି ଦାନ୍ତ ବିଷୟ ଆଲୋଚନା କରିବା। ଦାନ୍ତ ପାଇଁ ଗୋଟେ ସହଜ ଉପାୟ ଜ୍ଞାନୀ କହିଗଲେ, ଦନ୍ତେ ଲୁଣ ଖାଇସାରିଲା ପରେ ଟିକେ ଲୁଣକୁ
ସବୁ ଦାନ୍ତ ମୂଳେ ଲଗେଇ ଦେଇ ଘଷିଦେବା ବାସ୍। ହେଲେ ଦାନ୍ତ ମୂଳେ ଯେଉଁ ରୋଗ ସବୁ ହେବାରେ ଅଛି, ମାଢ଼ି ଫୁଲିବା, ବିନ୍ଧିବା, ପୁଜ ହେବା, ପାଟି ଗନ୍ଧେଇବା, ଏ ସମସ୍ୟା ରହିବ ନାହିଁ। ଏ ବିଷୟରେ ଆଉ ଟିକେ କହିପରେ। ମିଥୁନ ରାଶି 6 ତାରିଖ ସୋମବାର ମିଥୁନ ରାଶିର ପୁନର୍ବସୁ ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ ସମୟ ଆସିବ। ମିଥୁନ ରାଶିର ଆଜି 6 ତାରିଖ ଘାତ ବାର, ଦେହ ମୁଣ୍ଡ ଖରାପ ହେବ। କେତୁ ରବି ଶୁକ୍ର ଗ୍ରହତ୍ରୟ ଖୁସି ଅଛନ୍ତି ମିଥୁନ ଉପରେ। କେତୁ ରବି ଆଉ ଶୁକ୍ର ଏଇ ଗ୍ରହତ୍ରୟ ଖୁସି ଅଛନ୍ତି। ଏଣୁ ଏ ଲୋକମାନେ ମିଥୁନ ଲୋକମାନେ ଆଜି ଲାଭ ଯୋଗ ପାଇବେ, ବିବିଧ ଲାଭ। ହେଲେ ଚରିତ୍ର ଭିନ୍ନ ଭିନ୍ନ, କର୍ମ ଭିନ୍ନ ଭିନ୍ନ, ବ୍ୟକ୍ତି ଭିନ୍ନ ଭିନ୍ନ, ବିଧାତା এই ଭିନ୍ନ ଚରିତ୍ର ସମ୍ପନ୍ନ ବିବିଧ ଲୋକଙ୍କୁ ବିବିଧ ଲାଭ ଦେବେ। ସେ ଲାଭ କାର ମନ କେଡ଼େ, କିଏ କେଉଁ ଲାଭ ଖୋଜୁଛି, କର୍ମ ଯଦି ଠିକ୍ ଠାକ୍ ଥିବ ତାର ମନସ୍କାମନା ପୂର୍ଣ୍ଣ ହେବ। ବିବିଧ ରୂପରେ ବ୍ୟକ୍ତି ସମୁଦାୟଙ୍କୁ ଭିନ୍ନ ଭିନ୍ନ ସମୟରେ ସୋମବାର କିଛି ଦ୍ରବ୍ୟ, ଅର୍ଥ, ବସ୍ତୁ ବା ଦିବ୍ୟ ଜ୍ଞାନ ଲାଭ ହେବ। ବ୍ୟବସାୟୀଙ୍କ ପରି ଯେଉଁମାନଙ୍କ ହାତକୁ ଦୈନିକ କଞ୍ଚା ପଇସା ଆସୁଛି, ସେମାନଙ୍କର ଆଜି କଚ୍ୟପ ବାର। ସେମାନେ ସହଜରେ ବହୁତ ଅର୍ଥ କରଗତ କରିପାରିବେ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ସୁତରାଂ କଠିନ ପରିଶ୍ରମ ପାଇଁ ଯତ୍ନଶୀଳ ହୁଅନ୍ତୁ। ଅର୍ଥ ଆସିବ, ଲାଭ ହେବ। ଖାଲି କ'ଣ ବସିଲେ ଲାଭ ହେବ କି? କିଛି ଚେଷ୍ଟା କରିବା ନା। କର୍କଟ ରାଶି 6 ତାରିଖ ସୋମବାର କର୍କଟ ରାଶିର ଅଶ୍ଳେଷା ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ ହେବ। ସୋମବାର ହେତୁ କର୍କଟ ରାଶିର ଲୋକେ ଆଜି ବିବିଧ ସୁଖ ପାଇ ଖୁସି ହେବେ। ଚରିତ୍ରର ଭିନ୍ନତା ହେତୁ ସୁଖର ରୂପ ବି ବିଭିନ୍ନ ହେବ। ଦାତା ଓ ଗ୍ରହୀତା ଜଣେ ଦେବେ, ବିଧାତା ଦେବେ। ଦାତା ସୁଖ ସେ ଦେବେ, ଗ୍ରହୀତା ତମେ ମୁଁ ସେ, ଆମେ ସୁଖ ଲାଭ କରିବା। ତେଣୁ ସମସ୍ତଙ୍କର ସୁଖ ବି ଭିନ୍ନ ଭିନ୍ନ ହେଲା। ତେଣୁ ସୁଖର ମହତ୍ଵ ଉପରେ ଆଜି ଚିନ୍ତା କରିବେ। ମୁଁ ଭଲ ମଣିଷ ତ? ଯଦି ମୁଁ ଭଲ, ତାହେଲେ ମୋତେ ନିଶ୍ଚିତ ଭାବରେ ସୁଖ ମିଳିବ। ପାରମାର୍ଥିକ ସୁଖ, ବୌଦ୍ଧିକ ସୁଖ ବ୍ୟତୀତ ଆଉ ସବୁ ସୁଖ ପାଇଁ ଅର୍ଥ ଆବଶ୍ୟକ। ପାରମାର୍ଥିକ ସୁଖ, ବୌଦ୍ଧିକ ସୁଖ, ଏଇ ଦୁଇଟି ସୁଖ ବ୍ୟତୀତ ଆଉ ସବୁ ସୁଖ ପାଇଁ ଅର୍ଥ ଆବଶ୍ୟକ। ଅର୍ଥର ମୂଳ ହେଉଛି ଶ୍ରମ। ତେଣୁ ଶ୍ରମ କରିବା, ହେଲେ ସୁଖରେ ରହିବା। ବାସ୍। ଦାନ୍ତ ବିଷୟରେ ଆଉ ପଦେ କହୁଛି। ଯେଉଁମାନେ ପୁରୁଣା ଦାନ୍ତ ରୋଗୀ, ସେମାନେ ପାଖରେ ଟିକେ ଭଲ ସୋରିଷ ତେଲ ଆଉ ଲୁଣ ରଖନ୍ତୁ। ଦାନ୍ତ ଘଷିବା ପରେ ଏଇ ଲୁଣ ସୋରିଷ ତେଲକୁ ଦାନ୍ତ ମୂଳେ ଲଗାଇ ଦିଅନ୍ତୁ। ସେ ପାଟିରେ ଅନ୍ତତଃ 30 ସେକେଣ୍ଡରୁ 1 ମିନିଟ୍ ରହୁ। ତାପରେ ଦେଖିବେ ଦାନ୍ତ ସମସ୍ୟା କେମିତି ଲାଘବ ହେଉଛି। ଏ ଦାନ୍ତ ଉପରେ ଆଉ ଟିକେ କହିବି ଟିକେ ପରେ। ଏବେ ଆମେ ସିଂହ କଥା ଆଲୋଚନା କରିବା। 6 ତାରିଖ ସୋମବାର ସିଂହ ରାଶିର ଫାଲ୍ଗୁନୀ ନକ୍ଷତ୍ରର ରାତି 2:57 ଠାରୁ ଦାହିକ ସମସ୍ୟା ଗୁରୁତର ହେବ। ସିଂହ ରାଶି ପାଇଁ ଆଜି ଭଲ ଦିନ ନାହିଁ ବୋଲି ଜଣାପଡ଼ିଲା। ତେଣୁ ସେମାନେ ରାତିରେ ବି ହଇରାଣ ହେବେ। 2:57 ପରେ ପୂର୍ବ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର, ସିଂହ ରାଶି ଉତ୍ତର ଫାଲ୍ଗୁନୀ ନକ୍ଷତ୍ରର ରାତି 2:57 ଠାରୁ ଦାହିକ ସମସ୍ୟା ଗୁରୁତର ହେବ, ଦେହ ଖରାପ ହେବ। ଏଣୁ ଆଗରୁ ଚିକିତ୍ସକଙ୍କ ସହିତ ପରାମର୍ଶ କରି ତାଙ୍କର ସାହାଯ୍ୟ କାମନା କରିବା ଉଚିତ। ମାନସିକ ଓ ଶାରୀରିକ ଦୁଇ ପ୍ରକାର ସମସ୍ୟା ଯୁଗପତ୍ ମାନେ ଏକାବେଳକେ ବ୍ୟକ୍ତି ସମୁଦାୟଙ୍କୁ ଦୁଃଖ ଦେବ। ଯଦି 28 ତାରିଖ କୁହାଯାଇଥିବା ଗାୟତ୍ରୀ ଶ୍ରଦ୍ଧାର ସହିତ ପାଠ କରନ୍ତି, ତେବେ ଦୁଃଖରୁ ରକ୍ଷା ମିଳିବ। ଇଏ ହେଉଛି ରକ୍ଷା କବଚ। ଆଜି ଦୂରଯାତ୍ରା ନ କଲେ ଭଲ। ଦେହ ଅସୁସ୍ଥ ହେବ।
ଆଉ ଆଜି ପ୍ରିୟ ଲୋକମାନେ ଅପ୍ରିୟ ହେବେ। ପୁଣି ଆଜି ସିଂହ ରାଶି ମହିଳାଙ୍କର ଘାତ ଚନ୍ଦ୍ର, ଏଣୁ ସାବଧାନ। କନ୍ୟା ରାଶି ବିଷୟରେ ଆଲୋଚନା କରିବା। 6 ତାରିଖ ସୋମବାର କନ୍ୟା ରାଶି ମହିଳାଙ୍କର ଆଜି ଘାତ ଚନ୍ଦ୍ର। ପୁଣି ରାତି 2ଟା 57 ଠାରୁ ଚିତ୍ରା ନକ୍ଷତ୍ରର ଅଶୁଭ ସମୟ। ଆଜି ଦୁଃଖ ପରେ ଦୁଃଖ ଆସିବ ଏଇ ଚିତ୍ରା ନକ୍ଷତ୍ର ବାଲାଙ୍କୁ। ଆଜି ଭ୍ରାତୃ କଳହ ଗୁରୁତର ହେବ। ପୁରାପୁରି ସ୍ୱାର୍ଥପର ହୋଇ କେବଳ ନିନ୍ଦନୀୟ ହେବେ। ଆର୍ଥିକ ଉନ୍ନତି ହେବ, ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଯଦି କିଛି ଭଲ ଚାହୁଁଛନ୍ତି ତାହେଲେ ସ୍ୱାର୍ଥ ତ୍ୟାଗ କରନ୍ତୁ। ଭାଇକି ଭଲ ପାଆନ୍ତୁ, ଭାଇକି କିଛି ହେଲ୍ପ କରନ୍ତୁ, ସାହାଯ୍ୟ କରନ୍ତୁ। ଆଜି ଅବ୍ୟକ୍ତ ବେଦନା ମନକୁ ବିଷାକ୍ତ କରିବ, ମନ ଭାରାକ୍ରାନ୍ତ ହେବ କନ୍ୟା ରାଶିମାନଙ୍କର। ସାବଧାନ, ଗାୟତ୍ରୀ ପାଠ କରନ୍ତୁ। ତେଣୁ ଦାନ୍ତ ବିଷୟରେ ପ୍ରଥମେ କହିଲି ଲୁଣ ମାରିବା ପାଇଁ, ତାପରେ ଲୁଣ ସୋରିଷ ତେଲ କହିଲି। ଆମେ ଯେଉଁମାନେ ଦାନ୍ତ ରୋଗୀ, ପୁରୁଣା ଦାନ୍ତ ରୋଗୀ, ଦାନ୍ତ ସମସ୍ୟା ପ୍ରାୟ ହେଉଛି, ସେମାନେ ଗୋଟିଏ ପୁରୁଣା ଗଛ, କେଉଁ ଗଛ କହିଲେ ବଉଳ ଗଛ, ପୁରୁଣା ବଉଳ ଗଛ ଯୋଗାଡ଼ କରନ୍ତୁ। ସେ ପୁରୁଣା ବଉଳ ଗଛ କେଉଁଠି ଅଛି ତାକୁ ଆଗେ ଯୋଗାଡ଼ କରନ୍ତୁ, ମନେ ମନେ ଠିକ୍ କରନ୍ତୁ। ମୁଁ ଯାହାଟା କହିବି ତା ପାଳନ କରିବେ। ଟିକେ ପରେ କହିବି। ତୁଳା ରାଶି 6 ତାରିଖ ସୋମବାର ତୁଳା ରାଶି ବିଶାଖା ନକ୍ଷତ୍ରର ରାତି 2ଟା 57 ଠାରୁ ଅଶୁଭ ସମୟ ଆସି ସଙ୍ଗୀନ ଅବସ୍ଥା କରିବ, ମାନେ ଅତି ଜଟିଳ ସମସ୍ୟା ହେଇଯିବ। କାରଣ ଏମାନେ ଆଜି ରୋଗାକ୍ରାନ୍ତ ହେବେ। ବୋଧହୁଏ ବିଶାଖା ନକ୍ଷତ୍ରଧାରୀ ରୋଗୀ ଏହି ସମସ୍ୟାର ସମ୍ମୁଖୀନ ହେବେ। ତେଣୁ 2ଟା 57 ବେଳକୁ ସେମାନେ ଟିକେ ଡାକ୍ତରଙ୍କ ସହ ପରାମର୍ଶ କରି ଆଗରୁ ଔଷଧ ଖାଇବା ବା ପାଖରେ ଔଷଧ ରଖିବା ଉଚିତ। ବହୁ ଖର୍ଚ୍ଚାନ୍ତ ହେବେ, ବୃଥା ନିନ୍ଦା ଶୁଣିବେ, ଅପମାନ ଯୋଗ ଅଛି। ଦୂରଯାତ୍ରା ନ କଲେ ଭଲ, ଗଲେ ହଇରାଣ ହେବେ। ତୁଳା ରାଶି ପାଇଁ ଭଲ ଦିନ ନୁହଁ। ତେଣୁ ତୁଳା ରାଶି ପାଖରେ ଯେଉଁ ଗାୟତ୍ରୀ ପାଠ କରାଯାଇଛି ସେ ଗାୟତ୍ରୀକୁ ଯତ୍ନର ସହିତ ଶ୍ରଦ୍ଧାର ସହିତ ପାଠ କରନ୍ତୁ, ମଙ୍ଗଳ ହେବ। ବିଛା ରାଶି 6 ତାରିଖ ସୋମବାର ବିଛା ରାଶି ଜ୍ୟେଷ୍ଠା ନକ୍ଷତ୍ରର ରାତି 2ଟା 57 ଠାରୁ ଅଶୁଭ ସମୟ ଆସିବ। ସୋମବାର ବିଛା ରାଶି ଧାରୀ ଜନତାଙ୍କ ପାଇଁ ଏକ ଅଭୂତପୂର୍ବ ଦିନ। ଅତୀତରୁ କେବେ ହେଇନଥିଲା। ଦୁଃଖ ନୁହଁ ସୁଖ। ଆୟ ଅମଳ ପାଇଁ ଦିନଟି ପ୍ରଶସ୍ତ। ସ୍ୱାସ୍ଥ୍ୟଗତ ସମସ୍ୟା ନାହିଁ। ଅନୁରାଧା ନକ୍ଷତ୍ର ପାଇଁ ଆଜି ଆନନ୍ଦପ୍ରଦ ଦିନ। ବିଛା ରାଶି ଅନୁରାଧା ନକ୍ଷତ୍ରଧାରୀ ଜନତା ଆଜି ଯଥେଷ୍ଟ ବେଶୀ ଧନ, ସୁଖ, ଶାନ୍ତି, ପ୍ରୀତି, ପ୍ରେମ, ଆଦର ପାଇବେ। ବନ୍ଧୁ ସହଯୋଗ ମିଳିବ। ଇଚ୍ଛା କଲେ ଟିକେ ଦେବଦର୍ଶନ କରିପାରିବେ। ଅଧିକ ସମୟ ପଢ଼ାରେ ଦେଇପାରିବେ, ଉଦ୍ୟାନରେ ବୁଲିପାରିବେ, କିଛି ଗଛ ଲଗାଇ ପାରିବେ। ତେଣୁ ଆଜି ଏକ ଅଭୂତପୂର୍ବ ଦିନ ଆସିଛି ବିଛା ରାଶି ପାଇଁ। ମାନେ ଯେଉଁମାନେ ଯୁବଶ୍ରେଣୀ ଚେଷ୍ଟା କରୁଛନ୍ତି ଚାକିରି ପାଇଁ ତାଙ୍କୁ ଏଟା ମିଳିଯାଇପାରେ, ପ୍ରମୋସନ୍ ହେଇଯାଇପାରେ। ବ୍ୟବସାୟୀମାନଙ୍କର ବ୍ୟବସାୟର ଅଭିବୃଦ୍ଧି ହେଇଯାଇପାରେ। ଯଦି କର୍ତ୍ତବ୍ୟ କର୍ମ ପ୍ରତି ସଚେତନ ରହିବେ ତେବେ ଆଜି ମୁଠା ମୁଠା ଅର୍ଥ ପାଖକୁ ଆସିବ। ଯେଉଁ ବଉଳ ଗଛ କଥା କହିଲି ସେଇ ବଉଳ ଗଛକୁ ଯାଇ ପ୍ରଥମେ ପ୍ରଣାମ କରିବେ। ଯଦି ପାରିବେ ତ ଆଣ୍ଠେଇ ମୁଣ୍ଡରେ ପାଣି ମୁଣ୍ଡ ମାଡ଼ି ପ୍ରଣାମ କରିବେ। ଆଉ କିଛି ପାଣି ନେଇଥିବେ ସେ ଗଛ ମୂଳେ ଦେବେ ଏବଂ ପ୍ରାର୍ଥନା କରିବେ, ହେ ବୃକ୍ଷ ଦେବତା ଦୟାକର। 9 ଥର କହିବେ, ହେ ବୃକ୍ଷ ଦେବତା ଦୟାକର। ସାଙ୍ଗରେ ଗୋଟିଏ କତା ବା କଟୁରୀ ନେଇଥିବେ। ଗଛରେ ଥିବା ତାର ଯେଉଁ ଛାଲି ମାନେ ବକଳ ତାକୁ ଗଛରୁ କାଟିକିରି ଆଣିବେ। ଆଉ ସେ ଛାଲି ଟିକେ ଅଧିକ ଆଣିଲେ ଭଲ, 2-3 ଖଣ୍ଡ ଆଣିବେ, ବେଶୀ ନାହିଁ। ତାପରେ କହିବି ବେଶ। ଧନୁରାଶି ଆଲୋଚନା କରିବା ଆଗେ, ଟିକେ ପରେ କହିବି। 6 ତାରିଖ ସୋମବାର ଧନୁ ରାଶି ପୂର୍ବାଷାଢ଼ା ନକ୍ଷତ୍ରର ରାତି 2ଟା 57 ଠାରୁ ଅଶୁଭ ସମୟ ଆସିବ। ଆଜି ଏକ ଅଶୁଭ ଦିନ।
28 ତାରିଖ ଦିନ କୁହାଯାଇଥିବା ଗାୟତ୍ରୀ ପାଠ କରନ୍ତୁ। ଶ୍ରଦ୍ଧାର ବିଶ୍ୱାସରେ ବଢ଼ିଆ ଫଳ ହେବ, ମଙ୍ଗଳ ହେବ। ଆଜି ଧନୁରାଶି ପାଇଁ ଭଲ ଦିନ ନୁହଁ। ଋଣଦାତା କଟୁକ୍ତି ପ୍ରୟୋଗ କରିବେ, ସହି ହେବନି। ଖର୍ଚ୍ଚାନ୍ତ ହେବେ, ରୋଗ ବଢ଼ିଯିବ। ଅଶ୍ରାନ୍ତ ପରିଶ୍ରମ କରିବାକୁ ପଡ଼ିବ। ଆଉ ଅଶାନ୍ତ ବୋଧ ହେବ। ଆୟ ଅମଳରେ ବାଧା ଆସିବ। ଦେହ ମନ ମୁଣ୍ଡ ଠିକ୍ ଠାକ୍ ରହିବନି। ଆଉ ବାହାରକୁ ଗଲେ ବଡ଼ ହଇରାଣ ହେବେ। ବାହାରକୁ ଯାଆନ୍ତୁନି, ଚେଷ୍ଟା କରନ୍ତୁ ନିଜ ଭବନରେ ଶାନ୍ତିରେ ସୁଖରେ ରହିବା ପାଇଁ ଗାୟତ୍ରୀ ପାଠ କରନ୍ତୁ। ମକର ରାଶି 6 ତାରିଖ ସୋମବାର। ମକର ରାଶି ଧନିଷ୍ଠା ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ ସମୟ ଆସିବ। ମକର ରାଶି ମହିଳାଙ୍କର ଆଜି ଘାତଚନ୍ଦ୍ର। ଆୟ ଅମଳ ପାଇଁ ସୋମବାର ଏକ ଶୁଭଙ୍କର ଦିନ। କୌଣସି ବାଧା ବନ୍ଧନ ନାହିଁ। ରୋଜଗାର ପାଇଁ ପାଗ ଭଲ ରହିବ। କେବଳ ଶ୍ରଦ୍ଧା ଆଗ୍ରହ ଓ ଚେଷ୍ଟା କରିପାରିଲେ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ। ଦେହ ପା ପ୍ରାୟ ସୁସ୍ଥ ରହିବ। ପ୍ରିୟ ଲୋକ ସହଯୋଗ କରିବେ। ଆଉ କର୍ମ କରି ଖୁସି ହେବେ। ଆଜି ଦେହ ଏତେ ବଢ଼ିଆ ଲାଗିବ ଯେ କାମ କରି କରି ଥକି ଯିବେ ନାହିଁ। ଆଜି ଗୋଟିଏ ବଢ଼ିଆ ଦିନ। ଯେଉଁମାନେ ଚାକିରି କରିଛନ୍ତି, କମ୍ପାନୀ ହେଉ, ପ୍ରାଇଭେଟ୍ ହେଉ, ଗଭର୍ଣ୍ଣମେଣ୍ଟ ହେଉ, ତାଙ୍କ ପ୍ରମୋସନ୍ ଯୋଗ ଅଛି। ବାସ୍ ନୂତନ ଆୟପନ୍ଥା ମିଳିଯାଇପାରେ। ଆଜି ମିତ୍ର ମିଳନ ଯୋଗ। ଆଜି ମକର ରାଶିର ମିତ୍ର ମିଳନ ଯୋଗ, ବଢ଼ିଆ ଦିନ। କୁମ୍ଭ ରାଶି 6 ତାରିଖ ସୋମବାର। କୁମ୍ଭ ରାଶି ପୂର୍ବଭାଦ୍ର ନକ୍ଷତ୍ରର ରାତି 2:50 ଠାରୁ ଅଶୁଭ ସମୟ ଆସିବ। ଆଜି କର୍ମମୟ ଦିନ। ଯିଏ ଖଟିବ ସିଏ ପାଇବ। କାମ ନ କଲେ ଖାଇବା ବନ୍ଦ। ଠିଆ ହୋଇ ବୁଣିଥିଲେ ବସିକରି ଖାଇ, ଏହିସବୁ ନୀତି କଥା ମନେ ପକାଇବେ। ଏଇ ନୀତି ଯଦି ପାଳନ କରିବେ ତାହେଲେ ଆଜି ଆପଣ କର୍ମଠ ହେବେ। କର୍ମଠଙ୍କ ପାଇଁ ଆଜି ଶୁଭ ଦିନ। ଅଳସଙ୍କ ପାଇଁ ଏକ ଦୁର୍ଦିନ, କାରଣ ସେମାନଙ୍କୁ କିଛି ମିଳିବନି। ଯିଏ କର୍ମ କରିବ, କଠିନ ପରିଶ୍ରମ କରିବ, ତା ହାତକୁ ମୁଠା ମୁଠା ଟଙ୍କା ଆସିବ। ଆଜି କର୍ମ ଚଞ୍ଚଳ ଜନତାଙ୍କର ନୂତନ କର୍ମ ସଂସ୍ଥାନ ମିଳିଯିବ। ଦେହ ପା ସୁସ୍ଥ ରହିବ। ବଢ଼ିଆ ଦିନ। କା ପାଇଁ? କୁମ୍ଭ ରାଶି ପାଇଁ। ମୀନ ରାଶି 6 ତାରିଖ ସୋମବାର। ମୀନ ରାଶି ଧାରୀ ରେବତୀ ନକ୍ଷତ୍ରର ରାତି 2:57 ଠାରୁ ଅଶୁଭ ସମୟ ଆସିବ। ବନ୍ଧୁ ସହଯୋଗ ମିଳିବ। ଭାଗ୍ୟାଧିପ ମଙ୍ଗଳ ଏବେ ଦ୍ୱାଦଶରେ, ଏଣୁ ବ୍ୟୟ ବଢ଼ିଯିବ। ଅପମାନ ଯୋଗ ଅଛି। ଯଥା ସମ୍ଭବ ନୀରବତା ରକ୍ଷା କରନ୍ତୁ। କାହାକୁ ମାଗନ୍ତୁନି କି ପରାମର୍ଶ ଦିଅନ୍ତୁ ନାହିଁ। ଆୟ ଅମଳରେ ବାଧା ଆସିବ। ମନ ଭଲ ଲାଗିବନି। ଦେହ ସମସ୍ୟା ଅଛି। ସୋମବାର ମୀନ ରାଶି ପାଇଁ। ହଁ ବନ୍ଧୁ, ମୁଁ କହୁଥିଲି ନା ଦାନ୍ତ କଥା। ବଉଳ ଗଛରୁ ଛାଲି ଆଣିବେ। ତାକୁ କିଛି ଛାଲିକି ଯେଉଁ ଛେଲି, ତାକୁ ଛୋଟ ଛୋଟ ଖଣ୍ଡ କରି ଟିକ୍ ଟିକ୍ କରି ଖରାରେ ଶୁଖାଇ ଦିଅନ୍ତୁ। ପୁରା ଶୁଖିଗଲା ପରେ ତାକୁ ଚେଷ୍ଟା କରନ୍ତୁ ଗୁଣ୍ଡ କରିବା ପାଇଁ। ଆଉ ସେଇ ବଉଳ ଛାଲି ଗୁଣ୍ଡରେ, ଯେମିତି ଆମେ ବିଭିନ୍ନ ପାଉଡ଼ରରେ ଦାନ୍ତ ଘଷୁଛେ, ସବୁଦିନ ଦାନ୍ତ ଘଷିଲେ ଦାନ୍ତ ରୋଗ ଆଦୌ ହେବନି। ଏବେ ଯଦି ଆକ୍ରାନ୍ତ ହେଇଛନ୍ତି, ତେବେ ଯେଉଁ ଖଣ୍ଡଟି ଶୁଖାଇ ନାହାନ୍ତି ତାକୁ ଏକ ପାତ୍ରରେ ପାଣିରେ ସିଝାନ୍ତୁ। ଭଲ ଭାବରେ ସିଝିବ, ବହୁତ ସମୟ ଫୁଟିବ, ଅନ୍ତତଃ ଅଧଘଣ୍ଟା। ତେଣୁ ପାଣି କମ୍, ପାଣି ବେଶୀ ନୁହଁ, କମ୍ ପାଣିରେ ଫୁଟିବ। ଯେଉଁ ଫୁଟନ୍ତା ପାଣି ରହିବ ତା ରଙ୍ଗ ଲାଲ ହେଇଯିବ। ସବୁଦିନ ଦିନକୁ 2-4 ଥର ଟିକେ ପାଣି ପାଟିରେ ପୂରେଇ 5 ମିନିଟ୍ ପର୍ଯ୍ୟନ୍ତ ପାଟିରେ ରଖନ୍ତୁ। କୁଳୁକୁଳୁ କରନ୍ତୁ। ଯେଉଁ ଦାନ୍ତ ବିନ୍ଧୁଛି ସେଇ କଡ଼କୁ ଟିକେ ଅଧିକ ନିଅନ୍ତୁ, ଯାହାଫଳରେ ଦାନ୍ତ ରୋଗରୁ ମୁକ୍ତ ମିଳିବ। ହଁ ବନ୍ଧୁ, ଈଶ୍ୱର ଚାହିଁଲେ ପୁଣି ଆସନ୍ତାକାଲି ମୁଁ ଆପଣମାନଙ୍କୁ କିଛି କହିବି ଓ ଆପଣଙ୍କ କଥା ଶୁଣିବି। ରହିଲି ଆଜି। ନମସ୍କାର। ଜୟ ହେଉ। ଜୟ ଜଗନ୍ନାଥ।